ସନ୍ଧ୍ୟାରେ ପିଚୁ ପଡ଼ିଲା ସକାଳୁ ଉଠିଗଲା ତାତିଲେ ସ୍ଥାନୀୟ ଲୋକ। ଜଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ। ଦୀର୍ଘ ବର୍ଷ ଧରି ଦାବି ପ୍ରତିବାଦ ପରେ ରାଜ୍ୟ ସରକାର କଟକ ଜିଲ୍ଲା ନିଆଳି ବ୍ଲକ ଜଲାରପୁର ଠାରୁ ପହଙ୍ଗା R&B ବିଭାଗ ଅଧୀନରେ ଥିବା ରାସ୍ତା ନିର୍ମାଣ ପାଇଁ ଯୋଗାଇ ଦେଇଛନ୍ତି ଟଙ୍କା। ସନ୍ଧ୍ୟାରେ ପିଚୁ ପଡ଼ିଲା କିନ୍ତୁ ସକାଳୁ ପିଚୁ ଏବଂ ଗୋଡ଼ି ଉଠିଗଲା। ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ କରି ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଲକର ଜଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ପାଖାପାଖି 16 କୋଟି 66 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ରାସ୍ତା 2024 ଜାନୁଆରୀ 24 ତାରିଖରେ ଶେଷ ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। এই କାର୍ଯ୍ୟକୁ ତଦାରଖ କରିଛନ୍ତି ରାସ୍ତା ଓ କୋଠାବାଡ଼ି ଡିଭିଜନ 2ର କଟକ ବିଭାଗ। ଜଲାରପୁର ଠାରୁ ପହଙ୍ଗା ରାସ୍ତାର ଯାଞ୍ଚ ଏବଂ ତଦାରଖ କରିବା ପାଇଁ ରାସ୍ତା ଓ କୋଠାବାଡ଼ି କଟକ 2 ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ କରିବେ। କିନ୍ତୁ ଗତ 2 ଦିନ ତଳେ ରାସ୍ତାର ପିଚୁ ପଡ଼ିଲା କିନ୍ତୁ ସକାଳ ସମୟରେ ପିଚୁ ସହିତ ଗୋଡ଼ି ଉଠିଗଲା, ଯାହାଫଳରେ କି ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରି ଜଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତା କାମ ହେଉଛି, ରାସ୍ତାରେ ବାଗ କାମ ହେଉଛି ହେଲା। କାମ ଯଦି ଭଲ ହୁଅନ୍ତା, ଘାଇ ବାଗ ଲାଗି ଗାଡ଼ି ଗୁଡ଼ା ଯେତେ ଗଲେ ଭାଙ୍ଗନ୍ତା କି? ନିମ୍ନମାନର କାମ ହେଉଛି, ଭାଙ୍ଗିବନି ଆଉ କ'ଣ ହେବ? ପିଚୁ ଟୋଟାଲ ଗୋଡ଼ରେ ଲୋକ ଆଡ଼େ ଲାଗୁନି ବି ଉଠି ଯାଉଛି। ପିଚୁ କ'ଣ ହେଉଛି? ପିଚୁ ବାଗ ହେଉନି ବୋଲି ତ ଗୋଡ଼ରେ ଆଡ଼େ ହେଇଯାଉଛି। ଗୋଡ଼ିରେ ପିଚୁ ଅଛି? କିଛି ନାହିଁ, ପିଚୁ ଗୋଡ଼ିରେ କିଛି ନାହିଁ, କେହି ନାହାନ୍ତି। ତାଙ୍କ ମନ ମୁତାବକ ସେ କାମ କରୁଛନ୍ତି। ଆଉ ଆପଣଙ୍କ ଦାବି କ'ଣ? ଭଲ କାମ ହଉ, ନହେଲେ କ'ଣ କରିବେ? ଭଲ କାମ ନହେଲେ କାମ କେମିତି ହେବ? ଏମିତି ତ ଗାଡ଼ି ଗୁଡ଼ା ଯାଇ ଭାଙ୍ଗିଯିବ, ଗଲା ଲୋକ ସାଧାରଣ ଲୋକ ହଇରାଣ ହେବେ। ଆଉ କ'ଣ? ନା ଅଜିତ ସ୍ୱାଇଁ, ଆମ ଘର କୂଳ ଜଲାରପୁର। କେଉଁ ରାସ୍ତା ଇଏ? ଏଇଟା ପରେ ବିଲୁ ରାସ୍ତା ଅଛି। ଏଇଟା 16 କୋଟି ଟଙ୍କାର କାମ ଅଛି। ଜଲାରପୁରରୁ ପହଙ୍ଗା ପର୍ଯ୍ୟନ୍ତ ରାସ୍ତା ଅଛି। ଇଏ 4 ଦିନ ହେବ ପିଚୁ ପଡ଼ିଛି। ସେ 4 ଦିନ ପରେ ପିଚୁ ବର୍ତ୍ତମାନ ସବୁ ବଜୁରୀ ଉଠିଗଲାଣି ରାସ୍ତାରେ। ଆମେ ଯିବା ପାଇଁ ବହୁତ ଅସୁବିଧା ହେଉଛି। ଆମେ ବି କଣ୍ଟ୍ରାକ୍ଟର ବି ତାଙ୍କୁ ଲୋକକୁ ବି କହିଛୁ ଯେ କର୍ମଚାରୀ କି କାମ ହେଉଛି, ପିଚୁ ଠିକ୍ରେ ହେଉନି, ଯେଉଁଠି ନା ଆମର ବାଲି ଗାଡ଼ି ବି ଦୋଷ ଦେଉଛନ୍ତି। କିନ୍ତୁ ଆମର ତ NHରେ ବି କାମ ଚାଲିଛି, ତା ଦେହରେ ବି ଗାଡ଼ି ଯାଉଛି। ଏମାନେ ବାଇକ୍ ବି ବନ୍ଦ କରିଥିଲେ, ମାନେ କାର୍, ଅଟୋ ସବୁ ରାସ୍ତା ବି ବନ୍ଦ କରିଥିଲେ। ଆମର ବନ୍ଦ କରି 2 ଦିନ ଆମେ ବନ୍ଦ କଲୁ। ତାପରେ ବି ଦେଖନ୍ତୁ ବର୍ତ୍ତମାନ ଏଇ ବଜୁରୀ ସବୁ ଉଠିଯାଇଛି। କିଛି ନାହିଁ, ପିଚୁ କିଛି ନାହିଁ, ଖାଲି ବଜୁରୀ। ଆପଣ ଦେଖନ୍ତୁ ଖାଲି ବଜୁରୀ। ଯେଇ ଆସୁଛନ୍ତି? ହଁ, ତାଙ୍କର ଯେଇ ଆସିଥିଲେ, ତାଙ୍କର ସୁପରଭାଇଜର ଥିଲେ। ଆମେ ବି ତାଙ୍କୁ କହିଛୁ, କମ୍ପ୍ଲେନ୍ ନେଇଛୁ ଯେ କେତେ ଇଞ୍ଚର ନା 1 ଇଞ୍ଚର। ଆମେ କହିଲୁ 1 ଇଞ୍ଚ ଆମକୁ ମାପିକି ଦେଖାଅ, 1 ଇଞ୍ଚ ଥିବ। ତାଙ୍କୁ ମାପିକି ଦେଖେଇଲେନି, କହିଲେ ନା ଆମର ପିଚୁ ଠିକ୍ ଅଛି। ଯେଇ ପିଲୁ ଏସବୁ ତାଙ୍କର କର୍ମଚାରୀ ଆସୁଛନ୍ତି, ପିଅନ ଆସୁଛନ୍ତି। ଯିଏ କାମକୁ ସନ୍ଦେହ ନିମ୍ନମାନର ବହୁତ ନିମ୍ନମାନର କାମ ହେଉଛି। କାମ ବି ଭଲ ଭାବରେ କାମ କିଛି ହେଉନାହିଁ। ସରକାରୀ ତଦନ୍ତ ଦାବି କରିବେ? ଆଜ୍ଞା, ସରକାରୀ ତଦନ୍ତ ଦାବି କରିବେ ଘଟଣା? ହଁ, ସରକାରୀ ଦାବି ନିଶ୍ଚିନ୍ତ ହେବ, ଯେହେତୁ ଆମେ ରାସ୍ତାରେ ଯିବା ଆସିବା କରୁଛୁ। ରାସ୍ତା ଅବସ୍ଥା ତ ଆପଣ ଦେଖୁଛନ୍ତି। କଟକରୁ ବିନୋଦ କୁମାର ଭୋଇଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।